ଜାନୁଆରୀ ଦ୍ୱିତୀୟ ସପ୍ତାହ ଅଦ୍ୱିକା ବୈଠକ। ଅଧ୍ୟତା 10/1/2026 ତାରିଖ ଶନିବାର ଦିନ ମାସର ଦ୍ୱିତୀୟ ସପ୍ତାହ ଅଦ୍ୱିକା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଗ୍ରାମର ସମସ୍ତ କିଶୋର କିଶୋରୀ, ଅଭିଭାବକ, ଆଶାଦିଦି, ଏଏନ୍ଏମ୍ ଦିଦି, କମିଟି ମେମ୍ବର, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ହୋଇ ଚଳିତ ମାସର ବିଷୟବସ୍ତୁର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜାନୁଆରୀ ମାସର ବିଷୟବସ୍ତୁ: ମୁଁ କିପରି ଅଧିକ ଆତ୍ମବିଶ୍ୱାସୀ ହୋଇପାରିବି। ଦ୍ୱିତୀୟ ସପ୍ତାହର ଆଲୋଚ୍ୟ ବିଷୟ: ବିଶ୍ଳେଷଣାତ୍ମକ ଚିନ୍ତାଧାରା। ବିଶ୍ଳେଷଣାତ୍ମକ ଚିନ୍ତାଧାରା କ'ଣ? ନା ଏକ ବିଷୟ, ସମସ୍ୟା କିମ୍ବା ଦୈନନ୍ଦିନ ଘଟଣାକୁ ବିଶ୍ଳେଷଣ କରି କାହିଁକି, କିପରି ପ୍ରଶ୍ନର ପ୍ରମାଣ ଆଧାରରେ ଉତ୍ତର ପାଇବା ହେଉଛି ବିଶ୍ଳେଷଣାତ୍ମକ ଚିନ୍ତାଧାରା। ଉଦାହରଣ ସ୍ୱରୂପ, ଗଳ୍ପ କଥନ, ଚିନ୍ତାମୂଳକ ଖେଳ ଓ ଦୈନନ୍ଦିନ ଘଟଣା ଆଲୋଚନା ମାଧ୍ୟମରେ ପିଲାଙ୍କୁ କାହିଁକି ହେଲା, କିପରି ଇତ୍ୟାଦି ପ୍ରଶ୍ନ କଲେ ସେମାନେ ଚିନ୍ତା କରି ଉତ୍ତର ପାଇବା ପାଇଁ ବିଶ୍ଳେଷଣ କରିଥାନ୍ତି। ସେହିପରି କିଶୋର କିଶୋରୀମାନଙ୍କ ମନରେ ଅନେକ ପ୍ରଶ୍ନ ଥାଏ ଯାହାକି ସେମାନେ ପଚାରି ପାରନ୍ତିନି, ମାନସିକ ଚାପରେ ରୁହନ୍ତି। ତେଣୁ ଆଲୋଚନା ମାଧ୍ୟମରେ ସେମାନଙ୍କ ମନୋଭାବ, ଆଚରଣ ଓ ଚିନ୍ତାଧାରା ଏବଂ ମାନସିକ ଚାପକୁ ବିଶ୍ଳେଷଣ ଓ ମୂଲ୍ୟାଙ୍କନ କରି ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ ପରିସ୍ଥିତିରେ ପରିଣତ କରାଯାଇପାରିବ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ IFA ଟାବଲେଟ୍, MSY ଅଣ୍ଡା ବଣ୍ଟନ କରି ସଭାସାଙ୍ଗ କରାଗଲା। ମୁଁ ଏହିପରି ଏହି ଅଦ୍ୱିକା ବୈଠକର ବିବରଣୀକୁ ସଂକ୍ଷିପ୍ତ ଭାବରେ ଲେଖିଛି। ଯଦି ଆପଣଙ୍କର ଏହା କାମରେ ଲାଗେ ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଯାହାଫଳରେ ଆଗକୁ ଯେଉଁ ସବୁ ବିବରଣୀ ମୁଁ ପଠାଇବି ତାହା ଆପଣଙ୍କ ପାଖକୁ ଯାଇପାରିବ।